ବଙ୍ଗୋପସାଗରରେ ଆସୁଛି ବାତ୍ୟା, ଓଡ଼ିଶାରେ କରିବ ଲ୍ୟାଣ୍ଡଫଲ୍। ମେ ଶେଷ ସପ୍ତାହରେ ହେବ କି ବଡ଼ ବାତ୍ୟା? ଓଡ଼ିଶାରେ ପ୍ରଭାବିତ ହେବ କି ତୃତୀୟ ପର୍ଯ୍ୟାୟ ଭୋଟ? ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ମଡେଲ। ଆକଳନ ଅନୁଯାୟୀ ମେ 22 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତିକି ବିଶାଖାପଟ୍ଟନମ ଓ ପୁରୀ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ବୋଲି ବାତ୍ୟା ଉପରେ ନଜର ରଖିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ମଡେଲ ଦର୍ଶାଇଛନ୍ତି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଯାଏ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, 22 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ଏହା ଆହୁରି ଘନୀଭୂତ ହୋଇ 24 ତାରିଖ ବେଳକୁ ଏକ ଅବପାତରେ ପରିଣତ ହୋଇପାରେ। ତେବେ ପାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଆଇଏମଡି ଜିଏଫଏସ୍ ମଡେଲ ଅନୁସାରେ 21ରେ ତାମିଲନାଡୁ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। 23 କିମ୍ବା 24 ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ, ମିଆଁମାର ମୁହାଁ ହେବ। ସେହିପରି ଜିଏଫଏସ୍ ଆମେରିକୀୟ ମଡେଲ ଅନୁଯାୟୀ ଲଘୁଚାପ ସୃଷ୍ଟି ହେବାର 36 ଘଣ୍ଟା ପରେ ଅବପାତ ଓ 24 ବେଳକୁ ଏହା ବାତ୍ୟାର ରୂପ ନେବ। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଓଡ଼ିଶା ଆଡ଼କୁ ମୁହାଁଇବ। ଇସିଏମଡବ୍ଲ୍ୟୁଏଫର ୟୁରୋପିଆନ ମଡେଲ ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହୋଇ ଭୀଷଣ କିମ୍ବା ଅତିଭୀଷଣ ବାତ୍ୟା ରୂପରେ ଓଡ଼ିଶା ମୁହାଁ ହୋଇପାରେ। ଅଷ୍ଟ୍ରେଲିଆନ ମଡେଲର ଆକଳନ ଅନୁଯାୟୀ 22ରେ ଲଘୁଚାପ, 23ରେ ଅବପାତ ଓ 24-25 ତାରିଖ ବେଳକୁ ଅତି ଭୀଷଣ ବାତ୍ୟା ରୂପରେ ଏହା ଆନ୍ଧ୍ରପ୍ରଦେଶ ମୁହାଁ ହେବ। ବିଭିନ୍ନ ମଡେଲ ତଥ୍ୟ ଆଧାରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହେବା ପାଇଁ ସମସ୍ତ ପାଣିପାଗ କାରକ ସୁହାଉଛି। ଏହା ଓଡ଼ିଶା, ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ଅଧିକ ରହିଛି। ସେହି ସମୟରେ ପଶ୍ଚିମ ଝଡ଼ ସମ୍ଭାବନା କମ୍ ଥିବାରୁ ଏହା ରିକଭର କରି ମିଆଁମାର ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଇଛି। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଅର୍ଥାତ୍ ମେ 22 ତାରିଖ ପରେ ବାତ୍ୟା ହେବ କି ନାହିଁ, ସ୍ପଷ୍ଟ ଚିତ୍ର ଜଣାପଡ଼ିବ। ଅନ୍ୟପଟେ ଆଜି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।